ନିଜକୁ ହିନ୍ଦୁ କହି ଗର୍ବ କରୁଥିବା ଏସ୍ସି ଓ ଏସ୍ଟି ମାନେ କେବେ ହିନ୍ଦୁ ହୋଇ ହିନ୍ଦୁର ପୂର୍ଣ୍ଣ ଅଧିକାର ପାଇଛ? ଅତିଥି ହୋଇ ଉଚ୍ଚ ବୋଲାଉଥିବା ବ୍ୟକ୍ତି ଘରେ ଖାଇଛ? ଯାହାଙ୍କ ଘରେ ତାଙ୍କ ଝିଅ ବୋହୂ ତୁମ ପାଇଁ ପକାଇଛନ୍ତି ସମ୍ମାନେ ଆସନ କିମ୍ବା ଉଠାଇଛନ୍ତି ତୁମ ଅଇଁଠା ବାସନ? ଚାଲ ଚାଲ ତୁମ ପାଇଁ ଏ ସାମାନ୍ୟ। କହିଲ ହିନ୍ଦୁ ହୋଇ ତୁମେ କେମିତି ହୋଇଛ ଧନ୍ୟ? ତୁମ ଶ୍ରମ ଓ ଧନରେ ତିଆରି ଗାଁ ମନ୍ଦିରରେ ତୁମେ ପ୍ରବେଶ କରିପାରୁଛ? ଭୋଗ ସାମଗ୍ରୀ ଘିଅ ଦୀପ ବିକ୍ରି କରିପାରୁଛ? ହିନ୍ଦୁ ହୋଇ ବେଢ଼ା ବାହାରେ ତେବେ କାହିଁକି ଛିଡ଼ା ହେଉଛ? ତୁମେ ହିନ୍ଦୁ ହୋଇ ବେଢ଼ା ବାହାରେ କାହିଁକି ଛିଡ଼ା ହେଉଛ? ଛାଡ଼, ଏ ବି ତୁମ ପାଇଁ କି ପ୍ରଶ୍ନ? ହିନ୍ଦୁ ହିନ୍ଦୁ ଭାଇ ଭାଇ ନାରାରେ ତୁମେ ସତରେ ତ ସନ୍ତୁଷ୍ଟ? ତେବେ ତେବେ ତୁମ ବିବାହ ଭୋଜିରେ ତୁମେ ରାନ୍ଧିଲେ କିମ୍ବା ତୁମ ଘର ଢିଅ ଉପରେ ଭୋଜି କଲେ ତୁମ ଭାଇମାନେ ଖାଇବାକୁ ଆସନ୍ତି ତ? ତୁମ ଘରକୁ ତାଙ୍କ ଝିଅକୁ ବୋହୂ କରି ପଠାନ୍ତି ତ? ତାଙ୍କ ଘରେ ତୁମ ପୁଅକୁ ଜୋଇଁର ମର୍ଯ୍ୟାଦା ଦିଅନ୍ତି ତ? ଯଦି ଏସବୁ ସେ କରୁଥିବେ ତେବେ ତୁମେ ହିନ୍ଦୁ, ନହେଲେ ତ ତୁମେ ଅଛୁଆଁ ହିନ୍ଦୁ, ଯିଏ କେବଳ ନିର୍ଦ୍ଦିଷ୍ଟ ସମୟରେ ଭାଇ, ଅନ୍ୟ ସମୟରେ ଦଳିତ ଆଦିବାସୀ ତୁମଠାରୁ ହୀନ ଦୁନିଆରେ କେହି ନାହିଁ।